26/6/2025 ଏକ ବିଳମ୍ବିତ ରାତ୍ର ପ୍ରାୟ 1:45 ସମୟରେ ଆଇଆଇସିକୁ ବିଶେଷ ସୂତ୍ରରୁ ଖବର ମିଳିଲା ଯେ 5ରୁ 6 ଜଣ ଲୋକ ମାରଣାସ୍ତ୍ର ରଖି ତାଳଚେର କଲେଜ ପରିସର ଭିତରେ ଏକ ଅନ୍ଧାର ଜାଗାରେ ବସି ଡକାୟତ କରିବା ପାଇଁ ଯୋଜନା କରୁଛନ୍ତି। ତେଣୁ ଏହି ଖବରରେ ସତ୍ୟାସତ୍ୟ ଜାଣିବା ନିମନ୍ତେ ଆଇଆଇସି ଏକ ପୋଲିସ ଟିମ୍ ଗଠନ କରି ଯେଉଁ ଟିମ୍ରେ ସବ୍ ଇନ୍ସପେକ୍ଟର ଦେବବ୍ରତ ନାୟକ, ଏସ୍ଆଇ ତୁଷାରକାନ୍ତ ମହାନ୍ତି, ଏସ୍ଆଇ ପୁଲିନ କୁମାର ପ୍ରଧାନ, ଏଏସ୍ଆଇ ରବୀନ୍ଦ୍ରନାଥ ମହାନନ୍ଦ, ଏଏସ୍ଆଇ ସରୋଜ କୁମାର ସିଂ, C779 ସୁନୀଲ କୁମାର ଏମ୍ରମ, OAPF 36 ରମେଶ ପ୍ରଧାନ, OAPF 78 ଦୈତାରୀ ପ୍ରଧାନ ଓ OAPF 87 ଚନ୍ଦ୍ରମଣି ବାଘ ଥିଲେ ଓ ସେମାନେ ଘଟଣାସ୍ଥଳରୁ ଅନୁସନ୍ଧାନ କରିବା ପାଇଁ ଗଲେ। ସେମାନେ ସେଠାରେ ପହଞ୍ଚି ଦେଖିଲେ 6 ଜଣ ଲୋକ ବସିଛନ୍ତି ଓ ଚୁପଚାପ ହୋଇ କଥାବାର୍ତ୍ତା ହେଉଛନ୍ତି। ସେମାନଙ୍କୁ ଘେରାଯାଇ ଧରିବା ସମୟରେ ଉକ୍ତ ଲୋକମାନେ ହାତରେ କଟରା, ଲୁହା ରଡ୍ ଓ 2 ଜଣ ପିସ୍ତଲ ଧରି ପୁଲିସକୁ ଆକ୍ରମଣ କରିବା ପାଇଁ ବାହାରି ଆସିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ଲୋକ କଲେଜ ପାଚେରୀ ଡେଇଁ ରାଣୀପାର୍କ ଜଙ୍ଗଲ ଅନ୍ଧାର ଆଡ଼କୁ ଦୌଡ଼ି ପଳାଇଗଲା। ସେମାନଙ୍କର ନାମ ଓ ଠିକଣା ପଚାରିବାରୁ 1. ସାନ ପୁଅ ରାହୁଲ ନାୟକ, ବୟସ 21, ପିତା ଭୋଳେଶ୍ୱର ନାୟକ, 2. ଗଜନୀ ସୁମନ ନାୟକ, ବୟସ 17, ପିତା ଡୋରା ନାୟକ, 3. ସୁରଜ ପ୍ରଭାତ ନାୟକ, ବୟସ 23, ପିତା ପଦ୍ମଚରଣ ନାୟକ, 4. ଇଲୁ ରଜତ ନାୟକ, ବୟସ 24, ପିତା ବନ୍ଧୁଆ ନାୟକ, 5. ଯତିନୀ ନାୟକ, ବୟସ 19, ପିତା ଲୋଚନ ନାୟକ। ସମସ୍ତଙ୍କର ଘର ଜେଲ୍ ରୋଡ୍, ୱାର୍ଡ ନମ୍ବର 11, ଥାନା ତାଳଚେର, ଜିଲ୍ଲା ଅନୁଗୁଳ ବୋଲି କହିଲେ। ସେମାନଙ୍କୁ ପଚାରିବାରେ ପାଚେରୀ ଡେଇଁ ପଳାଇଥିବା ଲୋକର ନାମ ସିପୁ ନାୟକ, ପିତା କାଳିଆ ନାୟକ, ଜେଲ୍ ରୋଡ୍ ସ୍ଥାନ ୱାର୍ଡ ନମ୍ବର 11, ତାଳଚେର, ଅନୁଗୁଳ ବୋଲି କହିଲେ। ସେମାନଙ୍କ ଜଣ କରି ତଲାସି ନେବାରୁ ସୁରଜ ପ୍ରଭାତ ନାୟକ ପାଖରୁ ଏକ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ ଯେଉଁଥିରେ ଗୁଳି ଲୋଡ୍ ଥିବା ପାଇଲୁ ଏବଂ ଗୋଟିଏ ଭିଭୋ T2X 5G ମୋବାଇଲ ଫୋନ୍ ମିଳିଥିଲା। ଯତିନ ନାୟକଙ୍କୁ ତଲାସ କରିବାରେ ତା ପାଖରୁ ଗୋଟିଏ ଦେଶୀ ତିଆରି ବନ୍ଧୁକ ମିଳିଲା। ରଜତ ନାୟକ ତଲାସ କରିବାରେ ଗୋଟିଏ ଲୁହାର କଟରା ମିଳିଲା ଏବଂ ସୁମନ ନାୟକଙ୍କୁ ତଲାସ କରିବା ପରେ ତା ପାଖରୁ ଗୋଟିଏ ଲୁହାର ରଡ୍ ମିଳିଥିଲା। ଉକ୍ତ ଜିନିଷଗୁଡ଼ିକ ସାକ୍ଷୀମାନଙ୍କ ଉପସ୍ଥିତିରେ ରାତ୍ରି 2:30 ସମୟରେ ପ୍ରଭାତ ନାୟକଠାରୁ, ରାତି 2:50 ସମୟରେ ଯତିନ ନାୟକଠାରୁ, ରାତ୍ରି 3:10 ସମୟରେ ରଜତ ନାୟକଠାରୁ ଓ ରାତ୍ରି 3:30 ସମୟରେ ସୁମନ ନାୟକଠାରୁ ଜବତ କରି ଘଟଣାସ୍ଥଳରେ ଜବତ କରାଯାଇଥିଲା। ତାଳଚେରରୁ ପ୍ରଦୀପ କୁମାର ମହାଙ୍କ ରିପୋର୍ଟ।